ମା ବିନା କ'ଣ ଦରକାର ଥିଲା ଏତେ ଗୁଡ଼ିଏ ଶାଢ଼ୀ ଏକା ସାଙ୍ଗରେ କିଣିବାର। ପରେ ଖାଇବା ପାଇଁ ଷ୍ଟାର୍ଟ କରିଦେଇଥିଲି ରୋଷେଇ। ସୋମବାର ଗୁରୁବାର ମାନେ ଆମର ତ ଶାଗ। ଏବେ ଯେମିତି ବର୍ଷା ହେଉଛି ଶାଗରେ ପୋକ ଗୁଡ଼ିକ ସବୁ ଲାଗି ଯାଉଛନ୍ତି, ସେଥିପାଇଁ ତାକୁ ଟିକେ ଝାଡ଼ି ଝୁଡ଼ିକି କାଟିବାକୁ ପଡ଼ୁଛି। ଶାଗରେ ଏତେ ଗୁଡ଼ିଏ ପୋକ ହେଇଯାଇଥିଲେ ତ ବହୁତ ସମୟ ଲାଗିଥିଲା ତାକୁ ଝାଡ଼ିକି କାଟିବାକୁ। ଆଜି ରୋଷେଇରେ ଆମର ଡାଲମା ଆଉ ଶାଗ କରିଦେଇଥିଲି। ସରିଦେଇ ସମସ୍ତଙ୍କୁ ଖାଇବାକୁ ଦେଇ ମୁଁ ଟିକେ ଶୋଇପଡ଼ିଥିଲି। ଦେଖେ ତ ବହୁତ ଲେଟ୍ ହେଇଯାଇଛି, ଏମିତିରେ ବି ଭୋକ ଲାଗୁଥିଲା। ଫ୍ରିଜ୍ ଖୋଲି ଦେଖିଦେଇଥିଲି ଯେ କ'ଣ ଅଛି ଖାଇବେ ବୋଲି ଦେଖିଲା ବେଳକୁ ଆଖି ପଡ଼ି ଯାଇଥିଲା ଆମ୍ବ ଉପରେ। ତେବେ ପାଚିଲା ଆମ୍ବ ନଥିଲା, କଞ୍ଚା ଆମ୍ବ ଥିଲା। ଏହାର ତ ବାସ୍ନା ବହୁତ ବଢ଼ିଆ ଆସୁଥିଲା। ବାସ୍ନାକୁ ଶୁଙ୍ଗି ଶୁଙ୍ଗି ତ ଲାଳ ବୋହି ପଡ଼ିଥିଲା। ମୁଁ ସଙ୍ଗେ ସଙ୍ଗେ ତାକୁ ଧୋଇ ଖାଇ ଦେଇଥିଲି। ଖାଇବା ପରେ ଜାଣିଲି ଯେ ଏତେ ମିଠା ଆମ୍ବ ବୋଲି। ସତରେ ଆମ୍ବଟି ବହୁତ ମିଠା ଥିଲା। ତ ଭାବିଥିଲି ପାଚିଲା ଆମ୍ବ, ହେଲେ ଇଏ ଥିଲା କଞ୍ଚା ଆମ୍ବ। ଖାଉ ଖାଉ ମାଙ୍କର ଡାକ ଶୁଭିଥିଲା, ଆଉ ମୁଁ ସଙ୍ଗେ ସଙ୍ଗେ ଧାଇଁ ଯାଇଥିଲି। ଦେଖିଲି ଯେ ଆମ ପାଇଁ ବହୁତ ଗୁଡ଼ିଏ ଶାଢ଼ୀ କିଣି ପକାଇଛନ୍ତି। ଦରକାର ଥିଲା ଏତେ ଗୁଡ଼ିଏ ଶାଢ଼ୀ କିଣିବା। ନୁହେଁ କି ଦୁଇଟା ନୁହେଁ, ଏକାଥରକେ 4ଟା ଶାଢ଼ୀ କିଣି ଦେଇଛନ୍ତି। ଏ ମା ବିନା